निरतज्ञानमयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरं। ପରୋକ୍ଷ ଜ୍ଞାନ ଏବଂ ଅପରୋକ୍ଷ ଜ୍ଞାନ ବିଷୟରେ ଡିସ୍କସନ ଚାଲିଥିଲା। ପରୋକ୍ଷ ଜ୍ଞାନ ଯେତେବେଳେ ହୁଏ ସେତେବେଳେ ମଧ୍ୟ ବ୍ରହ୍ମ ହିଁ ବିଷୟ, କାରଣ ବ୍ରହ୍ମ ଅସ୍ତି। ତ ବ୍ରହ୍ମ ହିଁ ଯେତେବେଳେ ବିଷୟ, ମାନେ ବ୍ରହ୍ମର ଯେତେବେଳେ ଚିନ୍ତନ କରାଯାଏ, ବ୍ରହ୍ମ ବିଷୟରେ ଯେତେବେଳେ ବିଚାର କରାଯାଏ, ବ୍ରହ୍ମ ତ ସ୍ୱପ୍ରକାଶ। ତେଣୁ ବ୍ରହ୍ମର ସ୍ୱପ୍ରକାଶ ଜ୍ଞାନ ଅଟୋମେଟିକ ଆସିଯାଏ। ତେଣୁ ପରୋକ୍ଷ, ବହୁତ ଲୋକଙ୍କ ଭିତରେ ଧାରଣା ବି ଥିବ କି ଗୋଟେ ହଉଛି ପରୋକ୍ଷ ଜ୍ଞାନ, ଆଉ ଗୋଟେ ହଉଛି ଅପରୋକ୍ଷ ଜ୍ଞାନ। ଅଲ୍ଟିମେଟଲି ଅପରୋକ୍ଷ ଜ୍ଞାନକୁ ହିଁ ପ୍ରାପ୍ତ କରିବାକୁ ପଡିବ। ତାହେଲେ ପରୋକ୍ଷ ଜ୍ଞାନର କଣ ଆବଶ୍ୟକ? ପରୋକ୍ଷ ଜ୍ଞାନ କାହିଁକି ଆମେ କରିବା, କାହିଁକି ଡାଇରେକ୍ଟ ଅପରୋକ୍ଷ ଜ୍ଞାନକୁ ନ ଯିବା? ବୁଝୁଛନ୍ତି ନା? ଇଏ ପ୍ରୋସେସ, ଇଏ ମେଥଡ ନା, ଯୋଉମାନେ ଶାସ୍ତ୍ର ପଢୁନାହାନ୍ତି, ଯୋଉମାନେ ଏମିତି ବାମଦେବ, ସୁଖଦେବ, ସୁଖଦେବ ତ ଆଟଲିଷ୍ଟ ପଢିଥିଲେ, ଅନ୍ୟାନ୍ୟ ଯୋଉମାନେ ଶାସ୍ତ୍ର ପଢୁନାହାନ୍ତି ସେମାନଙ୍କୁ ତ ପରୋକ୍ଷ ଜ୍ଞାନ ହଉନି, ଡାଇରେକ୍ଟ ଅପରୋକ୍ଷ ଜ୍ଞାନ ହଉଛି। ନା, ଇଏ ନେଇ ପ୍ରୋସେସ ଆମେ ଜାଣିପାରୁ। ପ୍ରୋସେସଟା ନିଶ୍ଚୟ ପରୋକ୍ଷ ଜ୍ଞାନରୁ ହିଁ ଅପରୋକ୍ଷ ଜ୍ଞାନ ହବ। ଆଉ ପରୋକ୍ଷ ଜ୍ଞାନକୁ ଏତେ ନିମ୍ନ ସ୍ତରରେ ଭାବିବା ଉଚିତ। ପରୋକ୍ଷ ଜ୍ଞାନ ରେ ମଧ୍ୟ ବ୍ରହ୍ମ ଅସ୍ତି। ହଁ, ତ ବ୍ରହ୍ମ ଅସ୍ତି, କେବଳ ଅସ୍ତିତ୍ୱ ରହିଲା କି ସେ ଅଛି, ସଚ୍ଚିଦାନନ୍ଦ ସ୍ୱରୂପ। କିନ୍ତୁ ଯେତେବେଳେ ବ୍ରହ୍ମ ଅସ୍ତି କରିବା, ସେ ବ୍ରହ୍ମ ଅସ୍ତି ଅଛି ଚୈତନ୍ୟ ସ୍ୱରୂପ କି ଜଡ଼ ସ୍ୱରୂପ? କହିବ କି ଚୈତନ୍ୟ ସ୍ୱରୂପ। ତ ବ୍ରହ୍ମ ଯେତେବେଳେ ଚୈତନ୍ୟ ସ୍ୱରୂପ, ତ ସ୍ୱୟଂ ପ୍ରକାଶ ହେଲା। ହୁଁ, ତ ବ୍ରହ୍ମର ଚିନ୍ତନ କରୁ କରୁ ହିଁ ସ୍ୱୟଂ ପ୍ରକାଶତା ଭାଷିତ ହେଇଯାଉଛି। ଯଦି ଏମିତି ଗୋଟେ ପ୍ରଶ୍ନ ହବ କି ଆତ୍ମା ସ୍ୱୟଂ ପ୍ରକାଶ ଆପଣ କହୁଛନ୍ତି, ତାହେଲେ ଅପରୋକ୍ଷ ଜ୍ଞାନ ହିଁ ସମ୍ଭବ, ପରୋକ୍ଷରେ ହବନି। ଇଏ କ୍ୱେଶ୍ଚନ ହବ କି ଯଦି ଆପଣ ନିଜେ କହୁଛନ୍ତି ବା ଆତ୍ମାର ଲକ୍ଷଣ ସ୍ୱରୂପ ବ୍ରହ୍ମ ସଚ୍ଚିଦାନନ୍ଦ ସ୍ୱରୂପ, ତାହେଲେ ये अपरोक्ष ज्ञान ही संभव, परोक्ष ज्ञान बिल्कुल संभव नहीं। तो नहीं, এটা বিরোধ নয়। ସଚ୍ଚିଦାନନ୍ଦ ବ୍ରହ୍ମ ନିଜେ ସ୍ୱୟଂ ପ୍ରକାଶ ହେଲେ ମଧ୍ୟ ପରୋକ୍ଷ ଜ୍ଞାନ ସମ୍ଭବ। ଯେମିତି ଅପରୋକ୍ଷ ଜ୍ଞାନରେ ସ୍ୱୟଂ ସ୍ୱପ୍ରକାଶ ବ୍ରହ୍ମ ଅନୁଭବ ହବ, ସେମିତି ପରୋକ୍ଷ ଜ୍ଞାନରେ ଅସ୍ତିତ୍ୱ ରୂପରେ ହବ ଏବଂ ଇଏ ଚେତନ ରୂପ ହବ। ତେଣୁ ପରୋକ୍ଷ ଜ୍ଞାନ ସାର୍ଥକତା ଅନୁଭବ କଲା ପରେ କେତେବେଳେ କେମିତି ହେଇଯାଇଥିବ। ମୁଁ ଗୋଟେ ଏକ୍ସାମ୍ପଲ ବତାଉଛି, ଦି ତିନିଟା ଏକ୍ସାମ୍ପଲ ମନେ ପଡିଲାଣି ମୋର। ଫାର୍ଷ୍ଟ ହଉଛି କ୍ଷୀରଟା, ଯୋଉମାନେ ନୂଆ ନୂଆରେ ବୋହୂ ମାନେ ବା ମା ମାନେ ବା ଝିଅ ମାନେ କ୍ଷୀରକୁ ଉବଲେଇବା, ଏଇ ଯୋଉ ଅଗ୍ନିରେ ରଖିବା, ନିଆଁରେ ରଖିବା ଏବଂ କହିବେ କି ଦେଖିବୁ ତ ଉତୁରି ନ ଯିବ। ଆଉ କ୍ଷୀରର ଗୋଟେ ଏମିତିଆ ଗୋଟେ ନେଚର, ମା ମାନେ ବେଶୀ ଜାଣିଥିବେ, ଏ ଯୋଉ କ୍ଷୀର ଏବଂ ଅଗ୍ନିର ବଡ କନେକ୍ସନ। ମାନେ ସେ ତାର ଫୁଟିବ, ପ୍ରଥମେ ତ ମାନେ ଫୁଟିବା ପାଇଁ ସମୟ ଲାଗିବ। ଆପଣ ଏମିତି ଛୁଇଁବେ ବା ଏମିତି ଛୁଇଁବେ, ଦେଖିଲା ଟିକେ ଗରମ ହେଲାଣି, ତାପରେ ଉବଲେଇବ, ହବ। ତାପରେ ଅପେକ୍ଷା କରିଛନ୍ତି, ମା କହିଛନ୍ତି ଉତୁରୁନି ଉତୁରୁନି, କାରଣ ଭଲରେ ସିଝିଲେ ବି ଭଲ ହେଲା। ଏଇ ସମୟରେ ଜଷ୍ଟ ଆପଣ କୁଆଡେ ଗୋଟେ ପାଣି ପିଇବା ପାଇଁ ଗଲେ ବା କଣ ଗୋଟେ ଗଲେ, ସେ ସେଇ ସମୟରେ ହେଇଯିବ, ହେଲା। ତେଣୁ ଲାଷ୍ଟ ଉତରିବାର ଯୋଉ ପୋଜିସନଟା,
ସେଟା ଜଷ୍ଟ ଲାଷ୍ଟ, କେତେବେଳେ ଘଟିଯିବ ଜାଣି ହବନି। ସେମିତି ଅପରୋକ୍ଷ ଜ୍ଞାନ, ପରୋକ୍ଷ ଜ୍ଞାନର ମ୍ୟାଚୁରିଟି ହେଇଗଲେ ଅପରୋକ୍ଷ ଜ୍ଞାନ ହବ। କାରଣ ଆମେ ଅପରୋକ୍ଷ ଜ୍ଞାନ ବିଷୟରେ ଏତେ ଚିନ୍ତା କରିବା ଉଚିତ ନୁହେଁ। ପରୋକ୍ଷ ଜ୍ଞାନକୁ ଜାବୁଡ଼ିକି ଧରି ରଖିବା, ସିଏ ଅପରୋକ୍ଷ ଜ୍ଞାନ କରାଇଦେବ। ଆଉ ଗୋଟେ ଏକ୍ସାମ୍ପଲ ଦେଖନ୍ତୁ, ପାଣି ଆପଣ ସେଇ ଦୁଧ ପାଣି ସେମ୍ ଜାତୀୟ ଏକ୍ସାମ୍ପଲ, ବର୍ତ୍ତମାନ ପାଣି ଶୀତ ଦିନ, ଆଉ ଗୋଟେ ତସଲା ବୁଝୁଛନ୍ତି ନା ପାତ୍ରରେ ପାଣି ଗରମ କରିବା ପାଇଁ କଲେ ବହୁତ ସମୟ ଲାଗୁଛି। ଇଏ 100 ସେଣ୍ଟିମିଟର ନା କଣ ଡିଗ୍ରୀ, 100 ଡିଗ୍ରୀ ସେଣ୍ଟିମିଟର ନା ପାଇଁ ବହୁତ ସମୟ, ସିଏ ହେଲେ ଯାଇକିରି ବାଷ୍ପ ହବ। କେତେବେଳେ ବାଷ୍ପ ହେଇଯିବ ଆମେ ଜାଣିପାରିବାନି, ଦେଖିବା ବାଷ୍ପ ବାହାରିଲାଣି। ଠିକ ସେମିତି ଆଉ ଗୋଟେ ଏକ୍ସାମ୍ପଲ, ଯୋଉମାନେ ଟିକେ କେମିଷ୍ଟ୍ରି ଜାଣିଛନ୍ତି, ସେ କେମିଷ୍ଟ୍ରିରେ ଯୋଉ ରିଆକ୍ସନ ହୁଏ ନା, କେମିକାଲ ରିଆକ୍ସନ, ସେଇଟା ଜଣା ପଡେନି, ଅଟୋମେଟିକ ହୁଏ। ଦେଖ କେତେଟା ଟେଷ୍ଟ ଟ୍ୟୁବରେ ପାଣିଟା ବୁଡୁ 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 ବୁଦୁ ବୁଦୁ ଦେଖାଯିବ, ତ ହଁ ଜାଣୁଛ କିଛି ହଉଛି। ଆଉ କେତେଟା ରିଏକ୍ସନରେ, ଆଉ କେତେଟା ପଦାର୍ଥରେ, ଯେମିତି ସୋଡିୟମ କ୍ଲୋରାଇଡ ଅଲଗା ଅଲଗା ସବୁ ଅଛି, ଜଣା ପଡିବନି। ଲିଟମସ୍ ଟେଷ୍ଟରେ ହିଁ ଜଣା ହବ। କିନ୍ତୁ ସେ ହେଇଛି କି ନାହିଁ ଯାହାଟା ଆପଣ ଚାହୁଁଛନ୍ତି, ହେଇଯାଇଛି। ହେଲା, ଆମ ଭିତରେ ମଧ୍ୟ ଯୋଉ ପରିବର୍ତ୍ତନଟା କେତେବେଳେ ହେଇଯାଇଥିବ ଜାଣି ହବନି। ତେଣୁ ପରୋକ୍ଷ ଜ୍ଞାନର ଅଭ୍ୟାସ ସବୁବେଳେ ରହିବା ଉଚିତ, ଅଭ୍ୟାସକୁ କେବେ ଛାଡିବା ଉଚିତ। ଜଣେ ବୃଦ୍ଧ ବ୍ୟକ୍ତି ଥିଲେ, ସେ ପ୍ରତ୍ୟେକ ଦିନ ଗୀତା ପାଠ କରୁଥାନ୍ତି। आजकल छुआ पोता, दादाजी ये गीता पाठ करने से भगवान मिलते हैं क्या? ना बेटा। तो फिर क्यों पढ़ते हो? अगर गीता पाठ करने से भगवान नहीं मिलते हैं, क्यों पढ़ते हो? हाँ बेटा, गीता पाठ करना मन साफ होता है, और वो साफ मन ही भगवान को दर्शन करें। ये जो अभ्यास ना, अभ्यास से मन साफ साफ हो जाता है। ये परोक्ष ज्ञान और अभ्यास रे ही अपरोक्ष ज्ञान पे सामर्थ्य हो। ଏତେ ସବୁ ବେଦାନ୍ତ କୋଉଠି ଆଉ ସେ ବୁଝିବ ସେ ଛୁଆଟା। ଦେନ୍ ଦାଦାଜୀ ଭାବିଲା ଗୋଟେ ଏକ୍ସାମ୍ପଲଟେ ଦେବା। ପୂଜା ସରିଲା ପରେ, ପାଠ ସରିଲା ପରେ ଦାଦାଙ୍କ ସହିତ ତ ଫ୍ରି ସେ ପୁତ୍ରଟା, ପୋତାଟା ତାଙ୍କର ବଗିଚାକୁ ଆସେ। ବଗିଚାରେ ଟିକେ ଦୂରରେ ଲାଷ୍ଟ ଗୋଟେ ଛୋଟ ପଣ୍ଡଟେ ଅଛି, ସେଇଠୁ ପାଣି ଆଣିକି ମାନେ ଗଛ ପତ୍ର ଦିଅନ୍ତୁ, ଭଲ ଗଛ ପତ୍ର ଅଛି। ମୁଁ ଯାହା ଘରକୁ ଯାଏ ନା, ଗାଁରେ ସବୁ ବଢିଆ ଲାଗେ, ପଣ୍ଡ ଥିବ, ଇଏ ଥିବ, ଗଛ ପତ୍ର ଥିବ, है ना। ତ ଗୋଟେ ଚାଲୁଣୀ ଜାଣିଛନ୍ତି ନା, ଚାଲୁଣୀ କୁଲା, ଚାଲୁଣୀ ହଉ କୁଲା ହଉ, ତାକୁ ଦେଲେ କହିବ ପାଣି ତୁ ଆଣିବ, ଆଉ ସେ କୁଲାରେ ବା ଚାଲୁଣୀରେ ବେଟର କୁଲା ନିଅନ୍ତୁ। ଚାଲୁଣୀରେ ତ ପାଣିଟା ତୁରନ୍ତ ଗୋଟେ ସେକେଣ୍ଡରେ ପଳେଇଯିବ, କୁଲାରେ ଟିକେ ଲେଟରେ ଯିବ। କୁଲାରେ ବି ପଳେଇଯିବ ପାଣିଟା, କିନ୍ତୁ ଧୀରେ ଧୀରେ ଯିବ। ଗୋଟେ କୁଲାଟେ ଥିଲା, ସେ କୁଲାଟା କିନ୍ତୁ ଅଙ୍ଗାର ଯୋଗୁ, କୋଇଲା ଯୋଗୁ କଳା ହେଇଯାଇଛି, ହେଲା। ଏବଂ ଦାଦାଜୀ ପୁଅକୁ କହିଲେ, ବେଟା ଏଇ ଯୋଉ ଆମର ଯୋଉ ପଣ୍ଡ ଅଛି ନା, ହଁ ଦେଖୁଛୁ, ଏ ଗଛଟା ମରିଗଲାଣି ନା, ହଁ ଆଉ ସେ ପାଣି ଆଣିବୁ ତ। ତେଣୁ କୁଲାଟା ଥିଲେ ତାକୁ ଦେଲେ।
କୁଲାଟା ମଇଳା ଥିଲା, କହିଲେ ଏଇଟାରେ ତୁ ଆଣିବୁ। ନା ଦାଦା ଏଇଟାରେ ତୁ ଆଣ ନା, ତୁ ଆଣ ନା। ହଉ, ଛୁଆଟା ତ ଆକ୍ଟିଭ ଅଛି, କୁଲାଟା ବୁଡେଇଲା, ମଇଳା ଅଛି, କଳା ଅଛି, ବୁଲେଇଲା, ବୁଡେଇଲା, ପାଣି ଆସିଲା, ଦେନ୍ ପାଣି ଦୌଡ଼ିଲା ବେଳକୁ ପାଣି ଆଉ ନାହିଁ। हम क्या दादा ना, करो ना तुम 4-5 बार करो, फिर मैं तुझे बताऊंगा। तो जो प्रश्न पूछा था ना, वो अभी आंसर है, एक्सपेरिमेंट चल रहा है। अच्छा, हाँ दादाजी। ଆଉ ଥରେ ବୁଡେଇଲା, ଆଉ ଥରେ ଦୌଡ଼ି ଦୌଡ଼ି ଆସିଲା, ପାଣି ପାଇଲା। ଆଉ ଥରେ ବୁଡେଇଲା, ଆଉ ଥରେ ଦୌଡ଼ି ଦୌଡ଼ି ଆସିଲା, ପାଣି ପାଇଲା। ପାଣି ଆଉ ମିଳିଲାନି, ପାଣି ହଉନି, ବୁନ୍ଦଟେ ବି ହବନି, କାରଣ ସବୁ ପାଣି ଚାଲି ଯାଉଛି। ଆଚ୍ଛା, ଦେନ୍ କହୁଛନ୍ତି, କହିଲେ ଏବେ ବନ୍ଦ ରଖ। ବର୍ତ୍ତମାନ ମୁଁ ଯେମିତି କହୁଛି ତୁ ଉତ୍ତର ଦବୁ। ଏ ଯୋଉ କୁଲାଟା, ୟା ଚାଲୁଣୀଟା ବର୍ତ୍ତମାନ ଦେଖୁଛୁ କଣ ହେଇଛି, ସଫା ହେଇଗଲା, ସାଫ। ଏ 5 ଥର ଏକ୍ସରସାଇଜ କରିବା ପୂର୍ବରୁ ଏ କୁଲାଟା କଣ ଥିଲା, ମୁଁ ଯେତେବେଳେ ଦେଇଥିଲି ନା କଳା ଥିଲା। ତୁମେ ଏକ୍ସରସାଇଜ କଲା ପରେ କଣ ହେଲା ପରିବର୍ତ୍ତନ, ସଫା ହେଇଗଲା। କିନ୍ତୁ ଏଇ ଏକ୍ସରସାଇଜ ରୁ ପାଣି ତମେ ଆଣିପାରିଲନି, କିନ୍ତୁ ସଫାଟା ହେଇଗଲା। ହଁ, ଏକ୍ଜାକ୍ଟ ଲାଇକ୍ ଦିସ୍ ବେଟା। ଅଭ୍ୟାସ ଦ୍ୱାରା, ପାଠ ଦ୍ୱାରା, ପୂଜା ଦ୍ୱାରା, ଅର୍ଚ୍ଚନା ଦ୍ୱାରା, ଧର୍ମ ଦ୍ୱାରା ଆମର ମନଟା ସଫା ହେଇଯିବ। କିନ୍ତୁ ପାଣିଟା ଆଣିପାରିବାନି। ତେଣୁ ପରୋକ୍ଷ ଜ୍ଞାନ ଦ୍ୱାରା ମନଟା ଶୁଦ୍ଧ ହେଇଯିବ। ପରୋକ୍ଷ ଜ୍ଞାନର ବାରମ୍ବାର ଚିନ୍ତନ ଯେତେବେଳେ କରିବା, ଶୁଦ୍ଧ ହେଇଯିବ। ଅହମ୍ ବ୍ରହ୍ମାସ୍ମି ବି ଏଇଟା ହଉଛି ଅପରୋକ୍ଷ ଜ୍ଞାନର ବାକ୍ୟଟା, କିନ୍ତୁ ଆମେ କରୁଛନ୍ତି ପରୋକ୍ଷ ଜ୍ଞାନ ଉପରେ, କାରଣ ହେଇନି। ତେଣୁ ଏ ପରୋକ୍ଷ ଜ୍ଞାନ ହିଁ କାମ ଦେଇଦବ କଣ, ଅନ୍ତଃକରଣ ଶୁଦ୍ଧ କରେଇଦବ। ଆଉ ଅନ୍ତଃକରଣ ଶୁଦ୍ଧ କରେଇ ଦେଇକି କେବେ ଯେ ସେ ପହଞ୍ଚେଇ ଦେଇଥିବ, ବସ୍। ଆଚ୍ଛା, କ୍ଲାସ ଚାଲିଛି, ଏ ସମୟରେ ଜଣେ ଷ୍ଟୁଡେଣ୍ଟ ବହୁତ ବିଚାର କରୁଛି। ସେ ବହୁତ ଲୋକ, ଷ୍ଟୁଡେଣ୍ଟ ବହୁତ ବିଚାର କରନ୍ତି, ଯେମିତି ଆପଣମାନେ ସବୁ ପ୍ରଶ୍ନ ପଚାରୁନାହାନ୍ତି। ଓ, କେତେ ଜଣ ପଚାରୁଛନ୍ତି, ଅନ୍ୟମାନେ କେତେ ସୁନ୍ଦର ପ୍ରଶ୍ନ ପଚାରୁଛନ୍ତି, ଇଏ ପଚାରୁଛନ୍ତି। ସେମିତି ଜଣେ ବିଚାର କରୁଥିଲେ। ସେ କହିଲା, ଅପରୋକ୍ଷ ଜ୍ଞାନ ହିଁ ଯଥାର୍ଥ ଜ୍ଞାନ। ହଁ, ତ ପରୋକ୍ଷ ଜ୍ଞାନ ହଉଛି ଭ୍ରମ ଜ୍ଞାନ, ପରୋକ୍ଷ ଜ୍ଞାନ ହଉଛି ଡାଇଲେଟେଡ ଜ୍ଞାନ, ଭ୍ରମ ଜ୍ଞାନ। ଇଏ ତା ମୁଣ୍ଡରେ ଗୋଟେ ପଶିଗଲା। ପରୋକ୍ଷ ଜ୍ଞାନ ଭ୍ରମ ଜ୍ଞାନ, ଆଉ ଅପରୋକ୍ଷ ଜ୍ଞାନ ହଉଛି ରିଏଲ ଜ୍ଞାନ। ତା ମୁଣ୍ଡରେ ପଶିଲା। ତ ଗୁରୁଜୀ ବର୍ତ୍ତମାନ ଉତ୍ତର ଦେବେ। 51, ଅହಂ ବ୍ରହ୍ମେତ୍ୟନୁଲିଖ୍ୟ अहं ब्रह्मेत्यनुलिख्य ब्रह्मास्तीत्येवमुल्लिखेत्। ब्रह्मास्तीत्येवमुल्लिखन् परोक्ष ज्ञानमेतन्न परोक्षज्ञानमेतर्ना भ्रान्तं बाधानिरूपणात्। भ्रान्तं बाधानिरूपणात्। ମୁଁ ବ୍ରହ୍ମ, ଇଏ ହଉଛି ଅପରୋକ୍ଷ ଜ୍ଞାନ। ଆଉ ବ୍ରହ୍ମ ଅସ୍ତି, ଇଏ ହଉଛି ପରୋକ୍ଷ ଜ୍ଞାନ। ଅହಂ ବ୍ରହ୍ମ ଇତି ଅନୁଲିଖ୍ୟ, ଅନୁଲିଖ୍ୟ ମାନେ ନ ଜାଣିବା, ଉଲ୍ଲେଖ୍ୟ ଉଲ୍ଲେଖନ କର ବ୍ୟବହାରରେ ମଧ୍ୟ କରୁଛୁ। କିନ୍ତୁ ମୁଁ ବ୍ରହ୍ମ, ଅହಂ ବ୍ରହ୍ମାସ୍ମି ନ ଜାଣିବା, ତାମାନେ ଅପରୋକ୍ଷ ଜ୍ଞାନ ହେଇନି। ଅହಂ ବ୍ରହ୍ମ ଇତି ଅନୁଲକ୍ଷ୍ୟ ବ୍ରହ୍ମ ଅସ୍ତି ଇତି ଏବ ଉଲ୍ଲିଖ୍ୟେତ। କିନ୍ତୁ ବ୍ରହ୍ମ ଅସ୍ତି ଇଏ ଅନୁଭବ ହେଇଗଲାଣି। ଅର୍ଥାତ ये जो ମୁଁ ବ୍ରହ୍ମ ଅସ୍ତି ପରୋକ୍ଷ ଜ୍ଞାନ, ବ୍ରହ୍ମ ଅସ୍ତି ପରୋକ୍ଷ ଜ୍ଞାନ ଇଏ ହେଇଯାଇଛି।
ब्रह्मस्थि इति एव उल्लिखन उल्लिखन लेखा है कोठे 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 ब्रह्मस्थि एव उल्लिखित माने या अनुभव होची परोक्ष ज्ञानम एतन्न परोक्ष ज्ञान जो स्टूडेंट ठिया होइतला जो विचार करथला से कहला परोक्ष ज्ञान भ्रामक भ्रामक माने भ्रम रियल नुह तो गुरुजी कहते 51 रे परोक्ष ज्ञानम एतन् न भ्रांतम भ्रांत नुह ना कहीं ना बाधर निरूपण नहीं आपको बाध कर परिबनी भ्रम तो कौन काउ कहते भ्रम मान मिथ्या ज्ञान जहाँ तुम बाध कर ब्रह्म अस्ति तुम बाध केमती कर ये टपिक को आसुच्छी बर्तमान भावନ୍ତୁ ब्रह्म अस्ति ये बाध ही परिबनी नंबर 1 और ये भ्रम नुह भ्रम कौन चारि प्रकार स्थिति रहे क्वेश्चन पचार स्टूडेंट ब्रह्म अपरोक्ष परोक्ष रे केमते आपण जानिबा परोक्ष ज्ञान असंभव तो उत्तर कहते अरे बाबा ब्रह्म गोटे एमतिया वस्तुटी देखो अन्य वस्तु को आपण बर्तमान आपण मते देखुछन ना मोर छाती पर्यंत देखुछन क्लियर मु गोटे मोर माने बही उपरे गोटे जिनसटा अच्छे आपण जानना ना कहीं ना आपण देख पारना प्रत्यक्ष ज्ञान ना पूरा टोटल अज्ञान अच्छी ये ना कि आधा आधा अच्छी ये रज्जु सर्प भाया ना मिथ्या ज्ञान भाया नु मु बर्तमान देखली जाकि जापर स्वामी देखातु ना कौन कहतु जल्दी कहतु कौन आपण टेबुल रे अच्छी कहतु ना मोर माने मोर बही ऊपर दीटा जिनस अच्छी अच्छा प्लीज कहतु दीटा जंगर अज्ञान अच्छी आप मुझे देखले जाकि जाने देखेदेवी हो रिमोट कंट्रोल है यहाँ आप जान प्रथम कौन थी पूरा टोटल अज्ञान थी स्वामी नेक्स्ट जिनसटा दीटा जिनस कहते ना वी आर इंटरेस्टेड सेकेंडटा गोटे पत्थर टे एटा भी जानले जस्ट आपको मु यूज करुचे पेपर वेट उत्तर काशी गोटे सुंदर पत्थर टे गोल पत्थर ब्रह्म कौन एमती अवस्था कि प्रथम पूरा अज्ञान थिला बिल्कुल नहीं ब्रह्मर दीटा अंश गोटे हूँ सामान्य अंश आ गोटे हूँ विशेष अंश सामान्य अंश समस्त अनुभव करमती ना मु रूप मु अच्छी मु अटे एटा किए न अनुभव कर ब्रह्मर सामान्य अंश अनुभव हो क्लियर तो ब्रह्मर सामान्य अंश परोक्ष रूप अनुभव हो फिर ब्रह्मर विशेष फिर दो प्रकार गोटे हूँ परोक्ष ज्ञान रूप आ गोटे हूँ अपरोक्ष ज्ञान जिते गुरु कहते शास्त्र कहते परमात्मा ईश्वर अच्छा तो ईश्वर परमात्मा ब्रह्मर विशेष ज्ञान एवं सामान्य रूप माने परोक्ष रूप सामान्य शब्द कहते नहीं परोक्ष रूप अनुभव हो प्रयत्न साध्य यत्न साध्य बिना यत्न हेनी ऑटोमेटिक कि स्टार्टिंग टा सामान्य अंश बिना यत्न हो जत्न करने पड़ुनी
ପ୍ରତ୍ୟେକ ବ୍ୟକ୍ତି ଜଣେ ସବୁଠାରୁ ମୂର୍ଖ ମଧ୍ୟ ୱାର୍ଲଡର ଯଦି ଏତେ କୋଟି ଅୟୁତ ଅଛନ୍ତି ଲାଷ୍ଟକୁ ଯିବା ସିଏ ବି ଅହଂକୁ ଅନୁଭବ କରୁଛି। ତ ବ୍ରହ୍ମର ସାମାନ୍ୟ ଅଂଶ ସମସ୍ତେ ଅନୁଭବ କରୁଛନ୍ତି। ଇଏ ପଦାର୍ଥର ଅଜ୍ଞାନ ଭଳିଆ ନୁହଁ, ବିଲକୁଲ ଟୋଟାଲ ଅଜ୍ଞାନ ଥିଲା ଏବେ ଟୋଟାଲ ଜ୍ଞାନ ହେଲା ନୁହଁ। ବ୍ରହ୍ମକୁ ସମସ୍ତେ ଟିକେ ନା ଟିକେ ଜାଣୁଛନ୍ତି, ଟିକେ ନା ଟିକେ। ତେଣୁ ପରୋକ୍ଷ ଜ୍ଞାନ ତୁ କହୁଛୁ ଯେ କେମିତି ସମ୍ଭବ? ଆରେ ବାବା, ବ୍ରହ୍ମର ସାମାନ୍ୟ ଜ୍ଞାନ ତ ହଉଛି ନା। ଯେତେବେଳେ ବ୍ରହ୍ମର ସାମାନ୍ୟ ଜ୍ଞାନ ଅନୁଭବ ହଉଛି, ପରୋକ୍ଷ ଜ୍ଞାନ କାହିଁ ହବନି? ଆଉ ପରୋକ୍ଷ ଜ୍ଞାନ ଭ୍ରାମକ ଭାବନ୍ତୁ। ସେଥିପାଇଁ ତ ଅୟମ ସ୍ମୃତି ପୁରୁଷ କୁହାଗଲା। ଆତ୍ମାନଂ ଚେଦ୍ ବିଜାନୀୟାତ୍ ଅୟମସ୍ମୀତି ପୁରୁଷଃ କିମିଚ୍ଛନ୍ କସ୍ୟ କାମାୟ ଶରୀରମନୁସଜ୍ଜରେ। ସ୍ୱାମୀଜୀ ଆପଣ ଏଗେନ୍ ସେ ଶ୍ଲୋକଟାକୁ ପଳେଇ ଆସିଲେ। ଆରେ ସେ ଶ୍ଲୋକକୁ ନେଇକି ହିଁ ଚାଲିଛି ସବୁ। ଅୟମସ୍ମିତ ପୁରୁଷ ଏଇ ଶବ୍ଦରେ ଶ୍ରୁତି ଅୟମ ଶବ୍ଦରେ ପରୋକ୍ଷ ଜ୍ଞାନ ଗ୍ରହଣ କରିବେ ତ ମୁଁ ବ୍ରହ୍ମ ଅଟେ, ବ୍ରହ୍ମ ଅନୁଭବ। ଯଦି ଆ ହବନି ଅୟମ ସ୍ମିତି ଷ୍ଟାର୍ଟିଂରେ ପରୋକ୍ଷ ଜ୍ଞାନ ତାପରେ ଅପରୋକ୍ଷ ଜ୍ଞାନ। ତ ବ୍ରହ୍ମର ଯୋଉ ପରୋକ୍ଷ ଜ୍ଞାନ ଅନୁଭବ କରୁଛି ସାଧକ, ଭ୍ରାମକ ନୁହଁ, ଭ୍ରମ ନୁହଁ, ମିଥ୍ୟା ଜ୍ଞାନ ନୁହଁ, ଡାଇଲ୍ୟୁଟେଡ୍ ନୁହଁ, କମ ଡିଗ୍ରୀ ବାଲା ନୁହଁ, କମ୍ପାରେଟିଭ ଡିଗ୍ରୀ ବାଲା ନୁହଁ। अच्छा, ଏଇଟା କଣ ଚିନ୍ତନ ସ୍ୱାମୀଜୀ? ଚିନ୍ତନ ୟା ପରୋକ୍ଷ ଜ୍ଞାନ ମିଥ୍ୟା ଜ୍ଞାନ ନୁହଁ। ପରୋକ୍ଷ ଜ୍ଞାନ ବାକ୍ୟବୃତ୍ତିରେ ମଧ୍ୟ ରହିଛି, ବୁଝଉଛନ୍ତି। ପରୋକ୍ଷ ଜ୍ଞାନ ମିଥ୍ୟା ଜ୍ଞାନ ନୁହଁ। ମିଥ୍ୟା ଜ୍ଞାନ ୟା ଭ୍ରମ ଜ୍ଞାନ ତାକୁ ଯାକ ବାଦ କରିପାରିବ, ନିରାକରଣ କରିପାରିବ, କିନ୍ତୁ ପରୋକ୍ଷ ଜ୍ଞାନ ନିରାକରଣ କରିପାରିବନି। ପରୋକ୍ଷ ଜ୍ଞାନ ନିରାକରଣ କରିବନି, ବରଂ ପରୋକ୍ଷ ଜ୍ଞାନ ହେଲ୍ପ କରିବ ଅପରୋକ୍ଷ ଜ୍ଞାନ। ଯୋଉ ଏକ୍ସାମ୍ପଲ ମୁଁ ବତେଇଥିଲି କ୍ଷୀର ପାଣିର, ଆଉ କିଛି କେମିଷ୍ଟ୍ରି ଆମ ଭିତରେ ଚାଲୁଛି କି ଜାଣି ହଉନି, ଅଟୋମେଟିକ ହେଇଯାଉଛି, ମନୁଷ୍ୟ ପରିବର୍ତ୍ତନ ହେଇଯାଉଛି। ତ ସ୍ଲୋ ପ୍ରୋସେସରେ ଯାଇକି ଦେନ୍ ଦେଖାଯାଉଛି। ତ ଏଣେ ବେଟା ତୁ ଯୋଉ କହୁଛୁ ପରୋକ୍ଷ ଜ୍ଞାନ ଭ୍ରମ, ଭ୍ରମ ନୁହଁ। ଆଉ ଭ୍ରମ କଣ କେବେ ହୁଏ ଜାଣିଲ? କେବେ ହୁଏ ନା ଭ୍ରମ ଚାରି ପ୍ରକାର ସ୍ଥିତିରେ ହୁଏ। ଗୋଟେ ହଉଛି ଯାହାର ଜ୍ଞାନ ନଷ୍ଟ ହେଇଯିବ, ତାକୁ କହନ୍ତି ଭ୍ରମ, ମିଥ୍ୟା ଜ୍ଞାନ, ବାଦ ସମ୍ଭବ। ଆଉ ଗୋଟେ ଭ୍ରମ ହଉଛି ଯାହାର ବିଶେଷ ଜ୍ଞାନ ନଥିବ, ସେ ହଉଛି ଭ୍ରମ। ସର୍ପ ଜ୍ଞାନ ଭ୍ରମ, କାରଣ ନଷ୍ଟ ହେଇଯିବ। ବିଶେଷ ଜ୍ଞାନ ନଥିବ, ନଷ୍ଟ ହେଇଯିବ। ଅପରୋକ୍ଷ ରୂପରେ ଯେତେବେଳେ ଜାଣିବ, ଆଚ୍ଛା, ଅପରୋକ୍ଷ ବସ୍ତୁକୁ ପରୋକ୍ଷ ରୂପରେ ଯେତେବେଳେ ଜାଣିବ, ତାହା ହଉଛି ଭ୍ରମ। ହଁ, ଏଇଟା ତ ହେଇଗଲା, ଏଇ ପଏଣ୍ଟଟା ତ ମୁଁ ଆସୁଛି, ମୁଁ ଏହା ହିଁ ତ କହୁଛି। ନାଇଁ, ଅପରୋକ୍ଷ ରୂପରେ ଆମେ ସାମାନ୍ୟ ଅନୁସାରେ ଅନୁଭବ କରୁଛୁ, କେବଳ ଆମେ କହୁଛୁ ଆମର ପରୋକ୍ଷ ଜ୍ଞାନ ହେଇଛି, ଶାସ୍ତ୍ର ଜ୍ଞାନ। ଆଉ ଗୋଟେ ବସ୍ତୁର ଏକାଂଶରେ ଯେତେବେଳେ ଜ୍ଞାନ ହବ, ଦୁସରା ଅଂଶ ଜ୍ଞାନ ନ ହବ, ତାହା ହଉଛି ଭ୍ରମ। ରଜ୍ଜୁ ସର୍ପ ବିଷୟରେ। ତେଣୁ ଏଇ ଯୋଉ ବର୍ତ୍ତମାନ ଚାରୋଟି ପଏଣ୍ଟ ହେଲା ନା। ଫାର୍ଷ୍ଟ ହଉଛି ଯୋଉ ଜ୍ଞାନ ନଷ୍ଟ ହେଇଯିବ ସେ ହଉଛି ଭ୍ରମ। ଯାହାର ବିଶେଷ ଜ୍ଞାନ ନଥିବ ସେ ହଉଛି ଭ୍ରମ। ଅପରୋକ୍ଷ ରୂପରେ ଗ୍ରହଣ କରିବା ଯୋଗ୍ୟ ବସ୍ତୁକୁ ପରୋକ୍ଷ ରୂପରେ ଯେତେବେଳେ ଜାଣିବ, ସେ ହଉଛି ଭ୍ରମ। ମାନେ ନିଜେ ଅପରୋକ୍ଷ ମନୁଷ୍ୟ ଅଛି, ପାଗଳା ହେଇଯାଉଛନ୍ତି ବା ନିଜକୁ ଖୋଜୁଛନ୍ତି। ଆମେ କଣ କହୁଛୁ? ପାଗଳା ହେଇଗଲାଣି, ଭ୍ରମ।
गोटे ये इंटरव्यू चल रहा, मु ना कहूनी, वो क्या ना, वो पागल है। ଆପଣ ବୁଝିବେ ଯଦି ମୁଁ ଲକ୍ଷଣ ସବୁ କହିବି କାହା ପାଇଁ। वो पागल है ना, कह रहे ना, इतना बड़ा आदमी है, एक पार्टी का प्रेसिडेंट है, सब बसते 15 जन लोक सहित कथबार्ता होते, हठात से 15 मिनिट ठीक रे बस पारे। से समय गोटे कुकुरटा आसीगला, ତାଙ୍କର କୁତ୍ତା ଅଛି କୁକୁରଟା, ସେଇଟାକୁ ସେ କୁକୁରକୁ ଖାଇବାକୁ ଦେବେ, ବିସ୍କୁଟ ଦେଲେ, ଆଉ ସେଇ ବିସ୍କୁଟ ଥଳରେ ହିଁ ଯୋଉମାନେ ଆସିଛନ୍ତି ବଡ ବଡ ସବୁ ଲୋକ ଅଛନ୍ତି ଏତେ ବଡ ପାର୍ଟିର, ତାଙ୍କୁ ଦେଇଦେବେ, ଖାଅ। ଉଠିକି ପଳେଇ ଯିବେ, କଣ ଗୋଟେ କଥାବାର୍ତ୍ତା ହେବେ, ଆଉ ଥରେ ବସିବେ। ହଁ, ତାପରେ ଶୁଣିବେନି, ନିଜ କଥା କହିଚାଲେ। ତାପରେ ବହୁତ ଶୀତ ଦିନରେ ଦେଖେଇ ହେବେ କି ମୁଁ ଜ୍ୟାକେଟରେ, ମାନେ ଏଇ ଯୋଉ କଣ ଉପର କୁର୍ତ୍ତାରେ ହାଫ ଜ୍ୟାକେଟରେ ହିଁ ଚଳିଯିବି। ତ ଏସବୁ ଯଦି ଲେଖିବ, କୁହାଯାଇଛି ଚାଟ୍ ଜିପିଟିରେ ଯିବ, ଏ ବ୍ୟକ୍ତି ଥିବ, ତାହେଲେ ସିଏ ଲାଷ୍ଟରେ ଆନ୍ସର ଦେଇଦବ ଏ ଏ ପାଗଳର ଲକ୍ଷଣ। ତ ଏଇଟା ଏଇ ଷ୍ଟାଇଲରେ ବୁଝଉଛନ୍ତି ସେ ବର୍ତ୍ତମାନ। ଆରେ ଅପରୋକ୍ଷ ବସ୍ତୁ ମୁଁ ନିଜେ, କିନ୍ତୁ ଖୋଜିବାକୁ ମୁଁ କାହିଁ କାଲି ଯେମିତି ଏକ୍ଜାମ୍ପଲ ଦେଇଥିଲେ, ପିତା ବାପା ତାଙ୍କ ପୁଅକୁ ଖାନ୍ଦାରେ ବସେଇ ଯେ ଖୋଜୁଛି, ଭ୍ରମ। ଅପରୋକ୍ଷକୁ ପରୋକ୍ଷ, ଆରେ ତୋ ପାଖରେ ଅଛି, ତମେ ଖୋଜୁଛ ବାହାରୁ। କସ୍ତୁରୀ ମୃଗ, ଏସବୁ ବର୍ଣ୍ଣନ ନେକ୍ସଟ 4ଟା ଶ୍ଲୋକରେ କହିବେ। ପରୋକ୍ଷ ଜ୍ଞାନ ଭ୍ରମ ନୁହଁ, ତାର ଲଜିକ ଦଉଛନ୍ତି। 52 ब्रह्म नास्तीति मानं चेत् ब्रह्म नास्तीति मानं चेत् स्याद्बाध्येत तदा ध्रुवम्। स्याद्बाध्येत तथा ध्रुवम्। न चैवं प्रबलं मानं न चैव प्रबलं मानं पश्यामोतो न बाध्यते। पश्यामोतो न बाध्यते। ब्रह्म नास्ति इति चेत्, ब्रह्म नाही, जो नास्तिक माने ना, से ईश्वर को मान ना, तो ब्रह्म नाही टा प्रमाण। जदि याकू तमे प्रमाण मानिबो, हाँ ब्रह्म नाही, ताले ब्रह्म अच्छी जो परोक्ष ज्ञान, सेटा नष्ट हो जाओ उचित। ये कौन समझ बुझीगलानी? अरे बाबा, तमे जदि ब्रह्म नाही, ब्रह्म नास्ति को प्रबल प्रमाण भाविबो, ताले ब्रह्म अच्छी जो जहा भितरे भावना अच्छी, सा नष्ट हो जाओ उचित ब्रह्म नाही भावना रे। किंतु एटा होनी, बरम तो उल्टा होची। ब्रह्म नाही जो भावनाटा, ब्रह्म अच्छी भावना रे कटि जाउची। एमिति संसार मिलुनि कि ब्रह्म नाही कहिले ब्रह्म अच्छी बेली नष्ट हो जीव, एमती होनी। बरंतु ब्रह्म अस्ति कहिले ब्रह्म नास्ति जो अच्छी सी भावनाटा कटि जाउची। ब्रह्म नास्ति कही तो ब्रह्म नास्ति प्रमाण नहीं, प्रबल प्रमाण भी नहीं। यदि तुम्हें भाविबो ब्रह्म नास्ति इति चेत मानम स्यात्, मानम मन प्रमाणम, तदा बाध्यते। तले ब्रह्म अस्ति बाध्यते ही जाउची। एवं प्रबालम मनम मानम ध्रुवम न च पश्यामः, किंतु आमे एमती तो देखुनु, अतः न बाध्यते। एणु परोक्ष ज्ञान केबे नष्ट होबो नाही, परोक्ष ज्ञान केबे बाधित होबो नाही। वरम तो श्रुति स्मृति पुराण रे ब्रह्म अस्ति, ब्रह्म अच्छी, एटा ही प्रमाण चलीची।
ब्रह्म नाही ये गोटे कल्पना, ये गोटे निराधार। ब्रह्म को अस्तित्व को स्वीकार करवा ही परोक्ष ज्ञान, और ये ही निर्बाध सत्य। एणु परोक्ष ज्ञान भ्रम नहीं रे बेटा। तू जो कोण रे बसिकी हाँ, ख्याल पुलाव खाऊथुलु, नहीं नहीं नहीं, परोक्ष ज्ञान कौन दरकार? परोक्ष ज्ञान होची भ्रम, परोक्ष ज्ञान होची कल्पना, एमती चलिगला। चारटा पॉइंट थिला ना भ्रमर लक्षण। नंबर वन, ज्ञान, जहा जो ज्ञानर बाध संभव, से हूँ ब्रह्म। ମୁଁ ବ୍ରହ୍ମ ମାନେ ବ୍ରହ୍ମ ନାହିଁ, ଇଏ ନଷ୍ଟ ହବ, କିନ୍ତୁ ବ୍ରହ୍ମ ଅଛି ପରୋକ୍ଷ ଜ୍ଞାନ, ଇଏ ନଷ୍ଟ ହବନି। ସେକେଣ୍ଡ ପଏଣ୍ଟ କଣ ଥିଲା? ବସ୍ତୁ ବିଶେଷର ଜ୍ଞାନ ନ ହବା, ଭଲ ଭାବେ ଜ୍ଞାନ ନ ହବା, ବସ୍ତୁ ବିଶେଷ ବିଶେଷ ଜ୍ଞାନର ଅଭାବ। ବିଶେଷ ଜ୍ଞାନର ଅଭାବ ଯଦି ଆମେ କହିବା ପରୋକ୍ଷ ଜ୍ଞାନ ର କନେକ୍ସନ ରେ, ତା ବି ହବନି। 53 व्यक्त्युल्लेख मात्रेण व्यक्तनुलेख मात्रेण भ्रमत्वे स्वर्गधीरपि भ्रमत्वे स्वर्गधीरपि भ्रान्ति स्याद्व्यक्तयन्नुलेखात् भ्रान्ति स्यात् व्यक्त्यनुलेखात् सामान्योल्लेख दर्शनात्। सामान्योल्लेख दर्शनात्। ये जो उल्लेख लेख कहते ज्ञान, तार अर्थ कहते व्यक्ति अनुल्लेख मात्रेण। व्यक्ति माने जो विशेष ज्ञान, ताको व्यक्ति। सामान्य रे और व्यक्ति नहीं, जाति। कारण व्यक्ति और जाति, व्यक्ति इज गुड विशेष, जाति इज गुड सामान्य। से व्यक्ति उल्लेख, व्यक्ति ज्ञान अनुल्लेख, अनुल्लेख माने ज्ञान नाही, अनुल्लेख मात्रेण अर्थात परोक्ष ज्ञान को तुम भ्रम कहीं कौच? प्रश्न हो, तुम जो बड़ी बिल्कुल बुझीओनी, सी जो लेवल रे से लेवल रे आम मान को जीवाक पड़े। कहते परोक्ष ज्ञान को तुम भ्रम कहीं कौच? ना विशेष ज्ञान नाही एथि कौच तो? हाँ, ना केवल विशेष ज्ञान नाही, परोक्ष ज्ञान भ्रम हबनी। केमती? जदि हेइथांता विशेष ज्ञानर अभाव हेले मध्य, एबे स्वर्ग विषय, स्वर्ग विषय विशेष ज्ञान नाही, किंतु स्वर्ग कौन भ्रामक? ना, इस्राएल इराक रो जो युद्ध चलुची, विशेष विशेष ज्ञान नाही, कौन भ्रामक? जड़े व्यक्ति चार धाम विषय सुनला, किंतु से तार विशेष ज्ञान नाही, कौन भ्रामक? कहीं तार परोक्ष ज्ञान कौन दे? स्वर्गर सामान्य रूप में तो नॉलेज अच्छी ना, तेणु सामान्य रूप में जो नॉलेज टा अच्छी, विशेष ज्ञान नहले भ्रामक हबनी। हालांकि भ्रामक पाई विशेष ज्ञान नहले भ्रम हुए, ये हूँ सेकेंड। किंतु एठी स्वर्ग विषय रे बा आत्मा विषय रे, आत्मार विशेष ज्ञान नाही, किंतु सामान्य ज्ञान थाई कि तो आमे आत्मार प्रमाण कराई दउछु। एबर कौन सी व्यक्ति अच्छी जो निजक निजे मना करियो, बदत व्याघात दोष हो जीव ना। मु नाही केले कौना दिन, मु नाही कोई भी परियोनी। अच्छा, एबे 3 नंबर क्वेश्चन, तृतीय भ्रम। तृतीय भ्रम कौन थला? अपरोक्ष रूप रे जो वस्तु को परोक्ष रूप रे जाने।
ସେଇଟା 54 अपरोक्षत्वयोगस्य अपरोक्षत्वयोग्यस्य न परोक्षमतिर्भ्रमः न परोक्षमतिर्भ्रमः परोक्षमित्यनुलेखात् परोक्षमित्यनुलेखात् अर्थात् पारोक्षसंभवात्। अर्थात् पारोक्षसम्भवात्। ଏକ ଭ୍ରମ ହବ ଅପରୋକ୍ଷ ରୂପରେ ଜାଣିଥିବା ବସ୍ତୁ ପରୋକ୍ଷ ରୂପରେ ଜାଣିବ ତା ଭ୍ରମ। ଯେମିତି ଖାନ୍ଦ ଉପରେ ପୁଅଟି ଅଛି, ନଶା ଯୋଗୁ ଜାଣୁନି ଖୋଜୁଛି, ତା ଭ୍ରମ। କିନ୍ତୁ ଆତ୍ମା ବିଷୟରେ ଏମିତି ହବନି। ଅପରୋକ୍ଷ ଅପରୋକ୍ଷତ୍ୱ ଯୋଗସ୍ୟ ଅପରୋକ୍ଷ ରୂପରେ ଜାଣିବା ଯୋଗ୍ୟ योगस्य न परोक्षम इति भ्रम। ब्रह्मर परोक्ष ज्ञान भ्रम नुह, अपरोक्ष को रूप जाना उचित। कारण जीवन लक्ष्य ही आत्मार अपरोक्ष। जदि आम परोक्ष जानिदेले जे एमती उल्टा ही गला तानु आ ब्रह्म परोक्ष बोली मन देख ज्ञान टाक परोक्ष ज्ञान कह ब्रह्म परोक्ष तो किए अनुभव करूने ना। देखो ब्रह्म ज्ञान परोक्ष और ब्रह्म परोक्ष ए भीतर भल बुझे। ब्रह्म ज्ञान परोक्ष कहीं ब्रह्म अस्ति आ ब्रह्म अस्मि भी कहूँ अपरोक्ष शब्दटा कि बर्तमान है अभ्यास चलती कि ब्रह्म परोक्ष थोड़ी। कारण ब्रह्म को तो आम अपरोक्ष रूप अनुभव कर प्रत्येक समय प्रत्येक क्षण अनुभव कर। ब्रह्म परोक्ष यहाँ अनुभव होनी कि ब्रह्म परोक्ष रूप से जो ये कही जाऊँ जदि भक्त जान कि भगवान मोठू अलगा बस यहाँ हूँ भेद ज्ञान। भगवान मो भीतर अच्छे तो मु ही भगवान। आत्म अभिन्न ब्रह्म आत्म अभिन्न ब्रह्म परोक्ष नु आत्म अभिन्न ब्रह्म अपरोक्ष। जदि परोक्ष होता ब्रह्म हटि जाता कि हटुनी। अच्छा बर्तमान चतुर्थ विकल्प ब्रह्म कौन ये परोक्ष ज्ञान को लेकिन चलता ना। वस्तु एक अंश ज्ञान हम दूसरे अंश ज्ञान हबानी ताकू ब्रह्म कौन। तो परोक्ष ज्ञान एमती आसो कि परोक्ष ज्ञान एमती पड़ो कि तो उत्तर दौरान 55 चतुर्थ ब्रह्म कौन मन रखता गोटे अंशर ज्ञान अच्छी आ गोटे अंशर ज्ञान ना ताले भ्रम अंशागृहीते भ्रांतिश्चेत् अंशग्रहीते भ्रान्तिश्चेत् घट ज्ञानम भ्रमो भवेत् घटज्ञानं भ्रमो भवेत् निरंशास्यापि सांसत्वम् निरंशस्यापि सांसत्वम् व्यावृत्यंश विभेदतः। व्या- व्यावृतांश विभेदतः। जदि गोटे अंशर अहग्रहण रे परोक्ष ज्ञान भ्रम मानिब कारण गोटे अंश अच्छी आउ जन गोटे अंश नाही। मु आत्मा को अनुभव करुच्ची सामान्य ज्ञान मु ब्रह्म को जानी पारुनी बा ब्रह्म को परोक्ष रूप जानूची ताको जदि भ्रम कहब हाँ ताले घट को मनुष्य गोटे घट अच्छी घड़ाटी अच्छी माने अच्छी ताको भी भ्रम कहब कारण किसी अंश जानूच किसी अंश जानून। जमी मुझे पेपर वेट देवी आमर फिजिसिस्ट कहे सी कहे तुम कौन ऊपर जोटा देखुच ता जानूच भीतर जिनसटा जानून तो ये कौन भ्रम नाई।
प्रत्यक्ष ज्ञान एटा सेमिति गोटे अंश को जानिकी अन्य अंश को न जानिब तमे जदि कहब या ताले घट रूप मध्य भ्रम होता है आउ कौन घटर एग्जांपल कौन अवयव अवयव भी था किंतु ब्रह्म तो निरवय व्यावर्त अंश रूपी उपाधि भिन्न होने से अभी जमती सूर्य सूर्य एपट आम रहा तो आम दिन आम अलग हो तो राति ही जाऊँ अवयव किंतु ब्रह्म तो सेमती नहीं ना ब्रह्म निरवय एवं सूर्य दृष्टि दिन राति नुह उपनिषद भी कह ब्रह्म एव मेद इग्रे आसीत ब्रह्म प्रथमे थिला ब्रह्म एव इदमग्र आसीत आत्मानम एव अहम ब्रह्मास्मि तापर से ब्रह्म ही आत्मा तो परोक्ष ज्ञान देले तापर परोक्ष ज्ञान देले तेणु बेटा तू जो परोक्ष ज्ञान को भ्रम बोली भाविकी तू चिलम पिउछु सेटा नु तो परोक्ष ज्ञान रे जो नथिला अंश असत्व अंश नष्ट हो और अपरोक्ष ज्ञान रे जो अभान अंश नष्ट हो जोटा टॉपिक टा चलता परोक्ष ज्ञान को भ्रांति कहनी परोक्ष ज्ञान रो मध्य रोल अच्छी एबे घरे पति पत्नी अच्छा प्राय देखा जाउची पति ही सब काम कर पैसा आणुचंदी कमाउचंदी ये कर तो जी बहुत बड़ घरटे गाँव गोटे छुआटे आसचे जी रामू काका नौकर छुआटे से 2-3 मास कौन गोटे ट्रेनिंग नब तेणु रामू काका खबर देला कि बेटा एवं ये जो बेटा ऑफिसर अच्छी रामू काका कोଳରେ बसिकी कोଳରେ बढ़ी रामू काका प्रति स्नेह अच्छी तेणु पत्नी को कह देख रामू काका पुअटे आस रोचे कौट रहा अरे जो आम ड्रॉइंग रूम पाखे जो रूम टा नहीं सेटा से रही जदि रूम नहीं ड्रॉइंग रूम पाखे जो खटटा अच्छी राति तो सी दिन बेल तो जीव से शोई पड़ो आ लैट्रिन बाथरूम तो बाहर अच्छी से यूज करदेव कौन कारण रामू काकार पुओ तार भी एत इंटरेस्ट ना बिना परमिशन रे से भीतर को केमती जीव तेणु ड्रॉइंग रूम रे से जो देखुची से प्राय जी ऑफिसर जी से काम कर लोक भी आसुच्चंदी सी भी देखुची लोक आसुच्चंदी से संस्कार जो बाहर को पड़े जा बहीटी नहीं जा बाहर को पड़े एतिक दिन मास पर सी होगला खाइबाटा केवल तांकर पत्नी टिके नहीं कि आसतु केतल पत्नी भी आसती तो ये जो ऑफिसर स्नेह करके अरे तू नहीं जाना बाबू आपण आले चिंता नहीं माँ व्यस्त अच्छा भीतर अच्छा तो ये 2 मास भितर तार गोटे धारणा है कौन रामू काका पचारे बेटा केमती अच्छा से माने मो कोଳରେ सी एत बड़ जो बाबू हेले एत कलेक्टर हेले ये हेले मो कोଳରେ पड़ुछे आओ बबुआनी केमती अच्छा सी कौन कह कि बाबू बहुत एक्टिव बाहर को जाऊँ ऑफिस जाऊँ ड्राइंग रूम रोचे ये रोचे सी रोचे सी रोचे बहुत एक्टिव आ जो बाबुआनी एत एक्टिव मुझे देखनी सी एत एक्टिव नुह
ଆରେ ବାବା ଇଏ ଉପରେ ଦେଖା ଯାଉଛନ୍ତି, ସେ ଉପରେ ଦେଖା ଯାଉନା ହେଲା, କିନ୍ତୁ ତାଙ୍କର ମଧ୍ୟ ରୋଲ ଅଛି। କହିପାରିବେନି କି ତାଙ୍କର ରୋଲ ନାହିଁ। ବର୍ତ୍ତମାନ ଏଇ ଏକ୍ଜାମ୍ପଲ ମୁଁ ଦି ପ୍ରକାର ଚିନ୍ତନ କରୁଛି। ଗୋଟେ ହଉଛି ସ୍ତ୍ରୀକୁ ପରୋକ୍ଷ ଜ୍ଞାନ, ଲାଗୁଛି କି ପରୋକ୍ଷ ଜ୍ଞାନର କିଛି ଆକ୍ଟିଭ ନାହିଁ, କିନ୍ତୁ ଅଛି। ବିନା ସ୍ତ୍ରୀରେ ଖାନା ଘର ରହିପାରିବନି, କାରଣ ପ୍ରତ୍ୟେକର ଗୋଟେ ରୋଲ ଅଛି, ପରୋକ୍ଷ ଜ୍ଞାନ ରୋଲ ଅଛି। ଏଇ ଏକ୍ଜାମ୍ପଲଟାକୁ ଉଲ୍ଟା ନେଇଯାଆନ୍ତୁ। ଆଚ୍ଛା, ପରୋକ୍ଷ ଜ୍ଞାନ ଯୋଉଟା ଦେଖାଯାଉଛି, ଅପରୋକ୍ଷ ଜ୍ଞାନ ଯୋଉଟା ଦେଖାଯାଉନି, ସେ ଛୁଆଟାକୁ ବାବୁର କାମ ସବୁ ଦେଖାଯାଉଛି, ତ ପରୋକ୍ଷ ଜ୍ଞାନ ଦେଖାଗଲା। କିନ୍ତୁ ଅପରୋକ୍ଷ ଜ୍ଞାନ ଯିଏ ମିସେସ୍ ଭିତରେ ରହିକି କାମ କରୁଛନ୍ତି, ତାହା ଦେଖାଯାଉନି। ତେଣୁ ଇଏ ପରୋକ୍ଷ ଜ୍ଞାନ ଆଉ ଅପରୋକ୍ଷ ଜ୍ଞାନର ଇଏ ସମ୍ବନ୍ଧ ତମେ କେବେ ବି ଭାବନି କି ପରୋକ୍ଷ ଜ୍ଞାନ କଣ ଭ୍ରମ। ପରୋକ୍ଷ ଜ୍ଞାନର ଗୋଟେ ରୋଲ, ଅପରୋକ୍ଷ ଜ୍ଞାନର ଗୋଟେ ରୋଲ। ଘରେ ପତିଙ୍କର ଗୋଟେ ରୋଲ, ପଇସା ଆଣିବା, ଲୋକ ଆସିଲେ କଥାବାର୍ତ୍ତା ହେବା, ଇଲେକ୍ଟ୍ରିକ ବିଲ୍ ଦେବା। ପତ୍ନୀର ରୋଲ ଘରେ ଠିକ ରଖିବା, ରାନ୍ଧିବା। ଏବେ ମୁଁ ଆମର ଭାରତ ପେଟ୍ରୋଲିୟମ ଗ୍ୟାସ, ବର୍ତ୍ତମାନ ତ ଗ୍ୟାସ ପ୍ରୋବ୍ଲେମ ଅଛି ନା। ଏଣ୍ଡ ଆମର ଯେ ଆଶ୍ରମର ବ୍ରହ୍ମଚାରୀ ନାଁରେ ଥିଲା, ସେ ବର୍ତ୍ତମାନ ଛାଡ଼ିଦେଲେଣି। ତ ସେ ବର୍ତ୍ତମାନ ଧରପକଡ଼ ସବୁ ଚାଲୁଛି, ତେଣୁ ବର୍ତ୍ତମାନ ଚେଞ୍ଜ ହବ। ତେଣୁ ଆମର ପ୍ୟାଟ୍ରନ ଡକ୍ଟର ରାଜନ କହିଲେ, ସ୍ୱାମୀଜୀ ଆପଣଙ୍କ ନାଁରେ ହେଇଯାଉ। ତ ମୁଁ ଗଲି, ମାନେ ପ୍ରଥମେ ସେ ଇଏ କଣ କଣ ପ୍ରୋସେସ, ଦେନ୍ ଆମର ଯିଏ ଜସବୀର ଅଛି ସିଏ ପଚାରିଲା ଏଫିଡେଭିଟ୍ କରିବାକୁ। ତେଣୁ ସେ ଏଫିଡେଭିଟ୍ ପାଇଁ ଗୋଟେ ବୁଥ ନମ୍ବର ଥାଏ, ସେଇଠିକି ଗଲି। ଯାହା ବସିଲା ପରେ ଏଫିଡେଭିଟ୍ ହେଲା, ସେ କରିଦେଲା, ଆସିବ। ବର୍ତ୍ତମାନ ଏମାନେ ଭାରତ ଗ୍ୟାସରେ ମୋର ନାଁଟା ଯୋଡ଼ିକି ସିଏ ଚେଞ୍ଜ କରୁଛନ୍ତି। ମୁଁ ସେଠି ବସିଥିଲି, ବड़ा ସୁନ୍ଦର ଲେଖା ହେଇଛି, ଭାରତ ଗ୍ୟାସ ନା ଲେଖା ହେଇଛି କଣ, କୁକ୍ ଫୁଡ ସର୍ଭ ଲଭ। ବଢିଆ ଇଣ୍ଟରେଷ୍ଟିଂ, ମତେ ବହୁତ ବଢିଆ ଲାଗିଲା। ମାନେ ଆପଣ ଫୁଡ କୁକ୍ କରୁଛନ୍ତି, ଫୁଡ କୁ କୁକ୍ କରିବେ, କିନ୍ତୁ ଯେତେବେଳେ ସର୍ଭ କଲା ବେଳକୁ ଲଭ କରିବେ। ଯଦି ଫୁଡ କୁ ଲଭ ସହିତ ନ କରିବେ, ସେ ବିଷ ଜହର, ଜଷ୍ଟ ଗୋଟେ ଖାଦ୍ୟ ହଜମ, ମାନେ when you serve it becomes love, କ୍ଲିୟର। ତ ଫୁଡ କୁକ୍ ମୁଁ ଆକୁ ନେଲି ପରୋକ୍ଷ ଜ୍ଞାନ, ସର୍ଭ ଲଭ ମୁଁ ଆକୁ ନେଲି ଅପରୋକ୍ଷ ଜ୍ଞାନ। ପରୋକ୍ଷ ଜ୍ଞାନ ଯେତେବେଳେ ଅନୁଭବ ହେଇଯିବ, ଅଭ୍ୟାସ ହେଇଯିବ, ତାହା ଅପରୋକ୍ଷ ଜ୍ଞାନ। ଆଚ୍ଛା, ପରୋକ୍ଷ ଜ୍ଞାନର କାମ କଣ, ଫଙ୍କସନ, ଯୋଉ ଅସତ୍ଵ ଅଂଶ ଅଛି, ମାନେ ବ୍ରହ୍ମ ନାହାନ୍ତି, ବ୍ରହ୍ମ ନାସ୍ତି, ଏଇ ଅଂଶଟା ହଟେଇବ। କୁକ୍ ଫୁଡ ର କାମ କଣ ନା, ଯୋଉ କଞ୍ଚା ପରିବା ଅଛି, କଞ୍ଚା ଜିନିଷ ଅଛି, ତାକୁ ହଟେଇବ। ହେଲା। ଅପରୋକ୍ଷ ଜ୍ଞାନର କାମ କଣ, ଯୋଉ ଅଭାନତ୍ଵ ଅଛି, ମୁଁ ବ୍ରହ୍ମ, ଏଟା ଅନୁଭବ ହଉନି, ତାକୁ ହଟେଇବ। 56 ପଢିଲେ କି, ଅସତ୍ୱାଂଶो ନିବର୍ତେତ, सत्त्वांशो निवर्तेत, परोक्ष ज्ञानतस्तथा, परोक्ष ज्ञानतस्तथा, अभानांश निवृत्ति स्यात्, अभानां सन्निवृत्तिः स्यात्, परोक्ष धिया कृता।
अपरोक्षधिया कृता। परोक्ष ज्ञानतः असत्वांश निवर्तेत। परोक्ष ज्ञान रु द्वारा असत्वांश ब्रह्म नाही जो अछि, असत्व सत्व असत्व, सत्व अछि रियलिटी, असत्व नाही नष्ट। कुक फूड द्वारा जो कंचा जिनस अछि ताकू नष्ट हो। कंचा डायरेक्ट खाई हबन ना, पशु माने खाइबे। आ केतरा जिनस अछि कंचा आमे खाइबा, फ्रूट्स आदि ताकू सिझेवा दरकार नहीं। आउ केतरा अंश अछि कंचा भी खाई हबो, ये भी खाई हबो, गाजर आदि कंचा भी खाई हबो ଏବଂ କିନ୍ତୁ କେତେଟା ପରିବା ଅଛି କଞ୍ଚା ବିଲକୁଲ ଖାଇ ହବନି। ଛତୁ କଞ୍ଚା ଖାଇପାରିବେ ନାଇଁ, କେମିତି କେମିତି ଲାଗିବ, ତାକୁ ରାନ୍ଧିବାକୁ ପଡିବ। ବିନ୍ ହଉ, ମଟର ହଉ, ଆଳୁ ହଉ, କଞ୍ଚା ଖାଇପାରିବେ। ଟମାଟୋ କଞ୍ଚାକୁ ଖାଇପାରିବେ। ତେଣୁ କଞ୍ଚା ଜିନିଷକୁ ଦୂର କରିବାର କାମ କିଏ କରୁଛି? ରାନ୍ଧିବାଟା। ସେମିତି ପରୋକ୍ଷ ଜ୍ଞାନ କଣ ଦୂର କରୁଛି? ଅସତ୍ୱାଂଶ। ଆଉ ଅପରୋକ୍ଷ ଜ୍ଞାନ କଣ ଦୂର କରୁଛି? ଅଭାନତ୍ଵ। ଅଭାନତ୍ଵ ଦୂର କରୁଛି। ସେ ଏକ୍ସାମ୍ପଲରେ ସର୍ଭ ଲଭ୍ ମାନେ ଆପଣଙ୍କୁ ଭିତରକୁ ପଳେଇଗଲା। ସେ ଜଣେ ଯଦି ପ୍ୟାରରେ ଦଉଛି ଖାଇବାଟା ଅଟୋମେଟିକ ମନୁଷ୍ୟ ଖାଇଦବ। ଅପରୋକ୍ଷ ଜ୍ଞାନ ସେମିତିଆ, ଅଭାନତ୍ଵ ନଷ୍ଟ ହଉଛି। ଅଭାନଂଶ ନିବୃତ୍ତ ସ୍ୟାତ୍ ଅପରୋକ୍ଷ ଧିୟାକୃତା। ଏବେ ନେକ୍ସଟ ଏକ୍ସାମ୍ପଲ ଦେବେ। ଏଇ ଯୋଉ ଏକ୍ସାମ୍ପଲ ଦଶମ ବ୍ୟକ୍ତି ନା, ତାର ଏକ୍ସାମ୍ପଲ ଦେବେ। ତେଣୁ ବ୍ରହ୍ମ ନାହିଁ ଅସତ୍ତା, ବ୍ରହ୍ମ ଅନୁଭବ କରୁନି ଅଭାନତା। ତ ବ୍ରହ୍ମ ନାହିଁ ପରୋକ୍ଷ ଜ୍ଞାନ ନଷ୍ଟ କରିବା ଦ୍ୱାରା, ଏବଂ ବ୍ରହ୍ମର ଅଭାନତା କି ମୁଁ ବ୍ରହ୍ମ ଅଛି ଅପରୋକ୍ଷ ଜ୍ଞାନ ଦ୍ୱାରା ନଷ୍ଟ ହବ। ବର୍ତ୍ତମାନ ଦୃଷ୍ଟାନ୍ତ ଦେବେ, যেটাকে ମାନେ କାଲି ଦେଖିବେ ନା। ଆଜି ବହୁତ ହେଇଗଲା। ଯୋଉମାନେ ବୁଝିପାରୁନାହାନ୍ତି ମୁଁ ବର୍ତ୍ତମାନ ୟୁଟ୍ୟୁବରେ ପକେଇବି, ହ୍ୱାଟ୍ସଆପ୍ରେ ଆସିବ, ଶୁଣିବେ। ଭଲ ଭାବେ ପରୋକ୍ଷ ଜ୍ଞାନ, ଅପରୋକ୍ଷ ଜ୍ଞାନ, ଭ୍ରମ କେମିତି ହୁଏ ଚାରି ପ୍ରକାର, ଏ ଚାରିଟାର ଗୋଟେ 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 ଶ୍ଲୋକକୁ ନେଇକି ପରୋକ୍ଷ ଜ୍ଞାନ ସମ୍ଭବ କି ସବୁ ବତେଇବି। ଆଉଥରେ ଭଲ ଭାବେ ଶୁଣିବେ। ଓକେ, ହରି ଓମ୍।